ଜଗିରୁ ମୁଁ ଦେବରାଜ ୱେଲକମ୍ କରୁଛି ମା ୟୁଟ୍ୟୁବ୍ ଚ୍ୟାନେଲ୍ ଦେବରାଜ ଲାଇଭ୍ ଭିଜନ୍। ଆପଣମାନେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆଶା କରୁଛି ଠାକୁରଙ୍କ ଦ୍ୱାରା ଆପଣମାନେ ଭଲରେ ଥିବେ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆସନ୍ତୁ ଯିବା ଗୋଟେ ନୂଆ ବ୍ଲଗ୍କୁ। ଆଜି ନୂଆ ବ୍ଲଗ୍ରେ କେଉଁଠି ଯିବା? ଯିବା ଆମର ଯେଉଁ ବାର୍ଷିକ ସତ୍ସଙ୍ଗ ଅଧିବେଶନ ଏବେ ହେଲା, ସେ ବାର୍ଷିକ ସତ୍ସଙ୍ଗ ଅଧିବେଶନରେ ଯେଉଁ ମାତୃ ସମ୍ମିଳନୀ ଯେଉଁ ହେଲା, ସେ ମାତୃ ସମ୍ମିଳନୀ ଦେଖିବା ଆଜିର ବ୍ଲଗ୍ରେ। ଆଉ 4 ଜଣ ମାଆଙ୍କର ତ ଯାଜନ ଅଛି, କିନ୍ତୁ ଯେହେତୁ 4 ଜଣ ମାଆଙ୍କର ଯାଜନ ତ ଏକାବେଳେ ଛାଡ଼ିଲେ ବି ବ୍ଲଗ୍ଟା ବଡ଼ ହୋଇଯିବ। ତେଣୁକରି ପାର୍ଟ ବି କରିକି ଛାଡ଼ି ହେବନି ଗୋଟିକିଆ। ଆଉ ତେଣୁକରି ଆଜି 2 ଜଣ ମାଆଙ୍କର ଯାଜନ ଦେଖିବା। ଆଉ ଗୋଟେ ବ୍ଲଗ୍ରେ ଆଉ 2 ଜଣ ମାଆଙ୍କର ଯାଜନଟା ଦେଖିବା। ଆଉ ଆପଣମାନେ କେମିତି କ'ଣ ଲାଗୁଛି ନିଶ୍ଚୟ କମେଣ୍ଟ କରିତେ ଜଣାଇବେ। ଆଉ ଡେରି କରିବେନି, ଯିବା ଆସନ୍ତୁ। ମାତୃ ସମ୍ମିଳନୀରେ ମାଆମାନଙ୍କର କେତେ ସୁନ୍ଦର ଯାଜନ, ଆସନ୍ତୁ। ପିଲାମାନଙ୍କୁ ମୋର ଆନ୍ତରିକ ଜୟଗୁରୁ। ଠାକୁରଙ୍କ ସତ୍ସଙ୍ଗ ଜଗତରେ ଏହି ମାତୃ ସମ୍ମିଳନୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ମଣିଷ ତିଆରିର ପ୍ରଥମ ପ୍ରଧାନ କାରିଗର ଏଇ ମା ହିଁ। ଯେମିତି ଗୋଟେ ବସ୍ତୁର ରୂପ ବା ଗୁଣକୁ ଦେଖିଲେ ଆମେ ତାକୁ କିଏ ତିଆରି କରିଛି ତାକୁ ଖୋଜି ବୁଲୁ, ସେହିପରି ଆଜିକାଲି ଗୋଟେ ଭଲ ମଣିଷ ପଛରେ ଗୋଟେ ଆଦର୍ଶବାନ ମାର ନିଷ୍ଠା ଓ ଚେଷ୍ଟା ଦେଖିବାକୁ ମିଳେ। ମା ହିଁ ହେଉଛି ସନ୍ତାନର ପ୍ରଥମ ଗୁରୁ, ଆଉ ମାର କୋଳ ହିଁ ପ୍ରଥମ ଚାଟଶାଳୀ। এই মা বা নারী ঠাରୁ জাতিটা জন্ম নিয়ে ଆଉ ବୃଦ୍ଧି ପାଏ। ସେଥିପାଇଁ ତ ନାରୀକୁ ଆମେ ଜନନୀ କହିଛେ ନା। ଆଉ এই ନାରୀର ଶୁଦ୍ଧତା ଉପରେ ଜାତିର ଶୁଦ୍ଧତା ମଧ୍ୟ ନିର୍ଭର କରେ। ତେଣୁ ଚିନ୍ତା କରନ୍ତୁ এই ମାର ଆଚରଣଟା କେମିତି ଓ କିପରି ହେବା ଦରକାର। ମା ମାନେ କ'ଣ କହିଲେ ଆଜ୍ଞା? ମା ମାନେ ଯିଏ ମାପି ଦେଖେ ସେ ମା। ଆମେ ଭାବୁ ବୋଧେ ଜନ୍ମ କଲା ପରେ ଆମର ମାର କର୍ତ୍ତବ୍ୟଟା ସରିଗଲା, କିନ୍ତୁ ଠାକୁର କହିଲେ ମା ହେବା କି ସହଜ କଥା, ପ୍ରସବ କଲେ ନା ହୁଏ ନା ମାତା। ତାମାନେ ଖାଲି ଜନ୍ମ କରିଦେଲେ ଆମର ସାରା ଜୀବନ ପାଇଁ କର୍ତ୍ତବ୍ୟ ସରିଗଲା, ସେୟା ନୁହେଁ। ପିଲାଟି ଜନ୍ମ ହେବା ପରଠାରୁ ତାର ବୃଦ୍ଧି ହେଉଥିବା ପର୍ଯ୍ୟନ୍ତ ମାଟି ତାର ସବୁ ଦିଗରେ ଲକ୍ଷ୍ୟ କରିବା ଦରକାର। ସେ କିପରି ଖାଦ୍ୟ ଖାଇଲେ ସୁସ୍ଥ ରହିବ, କିପରି ପରିବାରରେ ଚଳିବ, କିପରି ସଂଘଙ୍କ ସହିତ ଲାଭ କରିବ, ପରିବେଶରେ କେମିତି ଚଳିବ, ଆଉ ଆଦର୍ଶକୁ କେମିତି ମାନି ଚାଲିବ, ଜୀବନରେ ଗୋଟେ ଭଲ ମଣିଷ ହେଇପାରିବ। ଏସବୁକୁ ମା ଟିକନିକ କରି ତାର ନଖ ଦର୍ପଣରେ ରଖିବା ଦରକାର। ପ୍ରଥମତଃ ହେଉଛି ତାର ଖାଦ୍ୟପେୟ, କାରଣ ଖାଦ୍ୟପେୟ ଠିକ ରହିଲେ ନା ସେ ସୁସ୍ଥ ରହିବ। ଆମେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ଠାକୁରଙ୍କ କଥାରେ ବିଧାନରେ ଅଛି, ଗଜାମୁଗ ଗୋଟା ଖାଇବା, ପୁଞ୍ଚି ଖେଳିବା, ରାଶି ଗୋଟା ଖାଇବା, ଥାଲକୁଡ଼ି ଖାଇବା, ଆଉ ସବୁ ସିଜନାଲ ଫ୍ରୁଟ୍ସ ଖାଇବା ଆମ ପାଇଁ ନିତ୍ୟାନ୍ତ ପ୍ରୟୋଜନ। କିନ୍ତୁ ଆମେମାନେ ସବୁ ଆଳସ୍ୟରେ ଘେରି ରହିଛେ। ଆଳସ୍ୟ ବଶତଃ କ'ଣ କରୁଛେ ନା, ସହଜ ସୁବିଧା ପାଇଁ ପିଲାଙ୍କୁ ସବୁ ଇନଷ୍ଟାଣ୍ଟ ଫୁଡ୍ ଦେଉଛେ, ମ୍ୟାଗି, ଚାଉମିନ, ପିଜା, ବର୍ଗର, ଯାହାଦ୍ୱାରା ପିଲାଟି ସୁସ୍ଥ ରହିବା ବଦଳରେ ଅସୁସ୍ଥ ହୋଇ ପଡୁଛି। ଆଉ ସମାଜରେ ତ ଏବେ ବହୁତ ନାରୀ ଜବ୍ କରୁଛନ୍ତି, ତ ସେମାନଙ୍କ ପାଖରେ ତ ସମୟର ଘୋର ଅଭାବ। ସେମାନେ କ'ଣ କରୁଛନ୍ତି ନା, ଏଇ ସ୍ୱିଗି ଜୋମାଟୋ ସବୁ ଅନଲାଇନ୍ ଅର୍ଡର ଦେଇ ପିଲାଙ୍କୁ ଖାଇବାକୁ ଦେଉଛନ୍ତି, ଯୋଉଟାକି ପିଲାଙ୍କୁ ରୋଗାକ୍ରାନ୍ତ କରୁଛି। ଆଉ କେତେ ବାପା ମାଙ୍କ ପାଖରେ ଆର୍ଥିକ ଅବସ୍ଥା ଠିକ ନଥାଇପାରେ, ସେମାନେ କ'ଣ କରନ୍ତି ନା ସାଧାରଣ ବିସ୍କୁଟ ମିକ୍ସଚର କିଣି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ପଛରେ ଯେତେବେଳେ ରିସର୍ଚ୍ଚରୁ ଜଣାପଡୁଛି, ବିଶେଷ କରି ଝିଅମାନଙ୍କର ଖାଦ୍ୟପେୟଟା ମାତୃତ୍ୱର ପ୍ରତିବନ୍ଧକ ସୃଷ୍ଟି କରୁଛି। ସତରେ ଯଦି ଗୋଟେ ମା ତାର ଖାଦ୍ୟପେୟଟା ବିଧି ମାପିକି ରଖିବ, ତେବେ ତାର ସନ୍ତାନର ଶରୀର ସ୍ୱାସ୍ଥ୍ୟ ଉପରେ ନିଶ୍ଚୟ ତାର ନଜର ରହିବ। ପିଲାମାନେ ଆଜ୍ଞା ପାଠ ପଢ଼ାରୁ କିଛି ଶିଖନ୍ତିନି, ସବୁ ହିଁ ଶିଖନ୍ତି ଆମରି ଚଳନୀରୁ। ଆମେ କେମିତି ଆମ ପରିବାରରେ ଚଳୁଛେ, କେମିତି ଆମ ବାପା ମାଙ୍କର ସେବା ଯତ୍ନ କରୁଛେ, ପରିବେଶରେ କେମିତି ଚଳୁଛେ, ଏସବୁ ପିଲା କ'ଣ କରେ ନା ତନ୍ନ ତନ୍ନ କରି ଦେଖେ ଆଉ ଶିକ୍ଷା ପାଏ ଯେ ମୋର ମା ଶାଶୁ ଶ୍ୱଶୁରଙ୍କ ଉପରେ ଏତେ କରୁଛି, ଏତେ ଯତ୍ନ ନେଉଛି ଖାଦ୍ୟପେୟର ଶରୀରର, ତ ମୁଁ ବଡ଼ ହେଲେ ବି ସେଇପରି କରିବି। ତାର ଏଇ ଦେଖି ଦେଖି କରିବାର ଭାବଟା ଜାଗି ଉଠେ। ଆଉ ବିଶେଷ କରି ଆମ ସ୍ୱାମୀ ସ୍ତ୍ରୀଙ୍କର ଚଳନଟା ଏମିତି ହେବା ଦରକାର ଯେମିତି ପିଲାଟି ସେ ପରିବେଶରେ ଗୋଟେ ସକାରାତ୍ମକ ଭାବଟେ ପାଇବ। ତାମାନେ ଆମର ସ୍ୱାମୀଙ୍କର ଆମେ ମନ ଲାଗି ହୋଇ ଚଳିବା, ତାଙ୍କ ମନ ପସନ୍ଦର ହୋଇ ଉଠିବା। ତ ଯେମିତି ଠାକୁର ମାଙ୍କର ଚଳନଟା ଥିଲା। ଗୋଟେ ଦିଟା ସାଧାରଣ ଘଟଣା ଠାକୁରଙ୍କର କହିବି। ତ ଗୋଟେ ଦିନର କଥା, ଦିନ ଦ୍ୱିପ୍ରହର ବେଳା ପଞ୍ଚାନନ ସରକାର ତାଙ୍କ ସ୍ତ୍ରୀଙ୍କ ସହିତ ଠାକୁରଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନର ସମସ୍ୟାର ସମାଧାନ ପାଇଁ ଆସିଥିଲେ। ଠାକୁର ତ ସବୁ ଜାଣିପାରନ୍ତି ଆଜ୍ଞା। ଠାକୁର ଜାଣିପାରିଲେ ପଞ୍ଚାନନରେ କ'ଣ ପାଇଁ ଆସିଛନ୍ତି। ତାଙ୍କୁ ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ଠାକୁର କହିଲେ, ଦାଦା ଟିକେ ମାଆଙ୍କୁ ଯାଇ କୁହ ତ ଲଣ୍ଠନ ଲଗେଇ ଆଣିବେ, ଦିନ ଦ୍ୱିପ୍ରହର କଥା, ଆଶ୍ଚର୍ଯ୍ୟର ବିଷୟ। ଦାଦା ସାଙ୍ଗେ ସାଙ୍ଗେ ଯାଇ ମାଆଙ୍କୁ କହିଲେ, ଠାକୁର କହୁଛନ୍ତି
ଲଣ୍ଠନ ଲଗେଇକି ଆଣନ୍ତୁ। ମା ମଧ୍ୟ ସଙ୍ଗେ ସଙ୍ଗେ ଲଣ୍ଠନଟି ଲଗେଇକି ଆଣିଲେ। ଯେତେବେଳେ ମା ଆଣିଛନ୍ତି ଠାକୁର ତାଙ୍କୁ କହିଛନ୍ତି ଲଣ୍ଠନଟିକୁ ମା ଲିଭେଇ ଦିଅ। ମା ମଧ୍ୟ ସଙ୍ଗେ ସଙ୍ଗେ ଲିଭେଇ ଦେଇଛନ୍ତି, କିଛି ଆପତ୍ତି ନାହିଁ, ବିନା ଆପତ୍ତିରେ। ପଛରେ ଯେତେବେଳେ ଆଲୋଚନା ହେଇଛି ଠାକୁର ବି ମାଙ୍କ ବିଷୟରେ ପଚାରିଛନ୍ତି ଯେ ମା ମୁଁ ତୁମକୁ କହିଲି ଲଣ୍ଠନ ଲଗେଇବାକୁ ଆଉ କହିଲି ଲିଭେଇ ଦେବାକୁ, ତମେ ତ କିଛି ଆପତ୍ତି କଲନି, ମନରେ କୌଣସି ପ୍ରଶ୍ନ ଉଙ୍କି ମାରିଲନି। ମା କହିଲେ ମୁଁ ଭାବେ ଆପଣଙ୍କର ମନ ଯାହା ମୋ ମନ ସେୟା, ଆପଣଙ୍କର ଭାବନା ଯାହା ମୋ ଭାବନା ସେୟା, ତ ପ୍ରଶ୍ନ ଆସିବ କେଉଁଠୁ? ତ ଏଇ ମାଧ୍ୟମରେ ଠାକୁର ବୁଝାଇ ଦେଲେ ଯେ ପଞ୍ଚାନନ୍ଦଙ୍କ ଯୋଉ ଦାମ୍ପତ୍ୟ ଜୀବନ ଅସୁବିଧା ହେଇଥିଲା, ତ ସ୍ୱାମୀଙ୍କର କଥାକୁ କେମିତି ଅନ୍ଧ ଭାବରେ ମାନିବା। ଆଉ ଦିନକର ଘଟଣା, ଠାକୁରଙ୍କର ବିବାହ ଭୋଜନର ସମୟ ହୋଇଯାଇଛି। ଠାକୁର ରୋଷେଇଶାଳ ପାଖକୁ ଯାଇ ମାଙ୍କୁ ପଚାରିଛନ୍ତି ମା ଆଜି ଭୋଜନରେ କ'ଣ କ'ଣ ସବୁ ହେଇଛି? ମା ତ ସବୁଦିନ ଠାକୁରଙ୍କର ମନପସନ୍ଦିଆ ଖାଦ୍ୟ ତିଆରି କରନ୍ତି, ଯାହା ଯାହା କରିଛନ୍ତି ସବୁ ଠାକୁରଙ୍କ ଆଗରେ କହିଲେ। ସବୁ ଶୁଣି ସାରିଲା ପରେ ଠାକୁର କହିଲେ ମା ମୋର ଆଜି ଖେଚୁଡ଼ି ଖାଇବାକୁ ଇଚ୍ଛା ହଉଛି। ମା ତ ଖେଚୁଡ଼ି କରିନାହାନ୍ତି, କିନ୍ତୁ ମା ତ ହୁଏ ନା ପାରେ ନା ଏ ଶବ୍ଦ ତାଙ୍କ ଜୀବନରେ ନାହିଁ। ତ କହିଲେ ଠିକ୍ ଅଛି ଆପଣ ବସନ୍ତୁ, ମୁଁ କରିକି ନେଉଛି। କିଛି ସମୟ ପରେ ମା ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରି ଆଣି ଠାକୁରଙ୍କ ପାଖରେ ବାଢ଼ିଲେ ସେଥିରେ ଖେଚେଡ଼ି ଥିଲା। ଠାକୁର ତାକୁ ଟିକେ ଅବାକ୍ ହେଇଗଲେ, ମା ତ ଆଇଟମ୍ ଏଗୁଡ଼ା ସବୁ କହିନଥିଲେ, ସାଙ୍ଗେ ସାଙ୍ଗେ ମା କରିକି ଆଣି ଦେଇଥିଲେ। ତାମାନେ ଭାବନ୍ତୁ ଠାକୁରଙ୍କର କି ପ୍ରକାର, ମାଙ୍କର ଠାକୁରଙ୍କ ପ୍ରତି କି ପ୍ରକାର ଭାବ ଭଲ ପାଇବା ଥିଲା। ପ୍ରକୃତରେ ଯୋଉ ନାରୀ ସ୍ୱାମୀ ମନ ଲାଗି ହୋଇପାରେ, ସ୍ୱାମୀ ନିଷ୍ଠାରେ ଚାଲେ, ତାଠାରୁ ଗୋଟେ ସୁସନ୍ତାନ ଜନ୍ମ ହୁଏ। ଠାକୁରଙ୍କର ଗୋଟେ ବାଣୀ, ସ୍ୱାମୀର ପ୍ରତି ଭାବ ଯେମିତି ସନ୍ତାନ ଜୀବନ ହୁଏ ସେମିତି। ମା ଖୁବ୍ ବାଲ୍ୟ ବୟସରୁ ବିବାହ କରିଥିଲେ। ଛୋଟବେଳୁ ବାହା ହେଲେ ତ ଶାଶୁଙ୍କର ଭୁଲ ଭଟକା ହବ ନା, ତ ମା ତାଙ୍କୁ ଶାଶୁ ତାଙ୍କର ବହୁତ ମାଙ୍କୁ ଗଞ୍ଜଣା ଦେଇଥିଲେ, କିନ୍ତୁ ମା ତାକୁ ସବୁ ମୁଣ୍ଡ ବାକି ସହି ନେଇଯାଇଥିଲେ। ତାଙ୍କ ଜୀବନରେ ପ୍ରକୃତିରେ ଗୋଟେ ତାଙ୍କ ଜୀବନର ଚଳନ ଥିଲା ସହି ବହି ନେଇଯିବା, ସେ କୌଣସି ଆପତ୍ତି କରୁନଥିଲେ। ମୁଁ ଗୋଟେ ମାତୃ ସମ୍ମିଳନୀରେ ମା ଆଲୋଚନା କରୁଥିଲେ, ଶାଶୁ ଶବ୍ଦରେ ଗୋଟେ ଶାସନ ଶବ୍ଦ ଅଛି, ତାମାନେ ଯୋଉ ଶାଶୁ ଯେତେ ଶାସନ କରିବେ ସେ ବୋହୂଟି ଗୋଟେ ମାର୍ଜିତ ହେବ। କିନ୍ତୁ ଆମେ ଭାବୁ ଯୋଉ ଶାଶୁଟା ଯେତେ ଶାସନ କରେ ସେ ଶାଶୁଟା ଜମା ଆଦୌ ଭଲ ନୁହଁ, କିନ୍ତୁ ମାଙ୍କର ଚଳନଟା ତାର ପୁରା ଓଲଟା ଥିଲା। ଠାକୁର କହିଲେ ତୁମେ ଯେତେ ଲକ୍ଷ ନାଁ କର ନା କାହିଁକି, ନେମ୍ ଫେମ୍ ଯାହା ବି ହୁଅ, ସୂର୍ଯ୍ୟ ଚନ୍ଦ୍ରକୁ ଓଲଟ ପାଲଟ କରିପାର, ଯଦି ତୁମେ ତୁମର ସନ୍ତାନକୁ ଠିକ୍ ସେ ଠିଆ ନ କରିପାରିଲ ତେବେ ତୁମର ମାତୃତ୍ୱଟା ବି ପଳାଇଗଲା। ପ୍ରକୃତରେ ଆଜ୍ଞା ସ୍କୁଲ ଗଲେ କଲେଜ ଗଲେ ପିଲାମାନେ କିଛି ଶିକ୍ଷା ପାଇବେନି, ଶିକ୍ଷା ପାଇବେ କେବଳ ଆମରି ଚଳଣିରୁ। ଆମେ ପରିବାରରେ କେମିତି ଚଳୁଛେ, ଆମେ ପରିବେଶରେ କେମିତି ଚଳୁଛେ, ଏସବୁକୁ ପିଲା ଆମର ଦୃଷ୍ଟିରେ ଚିନ୍ତାରେ କେମିତି ଫୁଟି ଉଠିବ, ପିଲା ସେୟାକୁ ହିଁ ଲକ୍ଷ୍ୟ କରିଥାଏ। ଛୋଟବେଳୁ ଆମେ ବହୁତ ଶିବାଜୀ, ରାମକୃଷ୍ଣ ପରମହଂସ, ବିବେକାନନ୍ଦ ଏଙ୍କ ବିଷୟରେ ବହୁତ କଥା ଶୁଣିଛେ। ସେମାନେ କେମିତି ଏତେ ବଡ଼ ବଡ଼ ମହାପୁରୁଷ ହେଇପାରିଥିଲେ? ତାଙ୍କ ପଛରେ କେବଳ ତାଙ୍କ ମାଙ୍କର ନିଷ୍ଠା ଆଉ ଚେଷ୍ଟାଟା ଥିଲା। ସେମାନେ ଯେତେବେଳେ ସମୟ ପାଉଥିଲେ ରାମାୟଣ, ମହାଭାରତ, ପୁରାଣ ବିଷୟରେ ଛୋଟ ଛୋଟ ଗଳ୍ପ ପିଲାଙ୍କ ଆଗରେ କହୁଥିଲେ, ଯାହାଦ୍ୱାରା କି ତାଙ୍କ ମନ ଭିତରେ ଗୋଟେ ସ୍ପିରିଚୁଆଲ ଭାବ ଆସୁଥିଲା। ଆମର କିନ୍ତୁ ଆଜିକାଲି ଏ ଯୋଉ ହୀନମନ୍ୟତାଟା ଘେରି ରହିଛି, ଏ ପିଲାଙ୍କ ଉପରେ ବହୁତ ପ୍ରଭାବ ପକାଉଛି। ଆମର ସଂକୁଚିତ ମନ ହିଁ ପିଲାଙ୍କୁ ପ୍ରଭାବିତ କରୁଛି। କିନ୍ତୁ ପ୍ରକୃତରେ ଯଦି ଆମେ ଭକ୍ତିର ସହ ଶାଶୁ ଶ୍ୱଶୁରଙ୍କର ସେବା କରିବା, ତାର ପ୍ରଭାବଟା ବି ପିଲାଙ୍କ ଉପରେ ପଡ଼ିବ। କିନ୍ତୁ ଆମେ ଆଜିକାଲି ଜାଣିପାରୁନେ, ଟିକେ ଟିକେ ଭୁଲ କରି ଯାଉଛେ, ଆଉ ଏଇ ଭୁଲ ଭଟକାଟା ଆମକୁ ଭବିଷ୍ୟତରେ କୋଉଠି ନେଇ ପକାଉଛି ତାର ଇୟତା ନାହିଁ। ଏଇ ପରିପ୍ରେକ୍ଷୀରେ ଗୋଟେ ଛୋଟ ଘଟଣାଟେ କହିବି। ଗୋଟେ ପିଲାର ବାପା ମା ତାକୁ ବହୁତ କଷ୍ଟରେ ପାଠ ପଢ଼ାଇଛନ୍ତି, ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନଥିଲା, ତାକୁ ପାଠ ପଢ଼ିଛନ୍ତି, ତାଙ୍କର ଆଶା ଥିଲା ପିଲାଟି କେମିତି ପାଠ ପଢ଼ି ବାହାରେ ଚାକିରି କଲେ ଆମକୁ ବୃଦ୍ଧାବସ୍ଥାରେ ସହାୟ ହେବ। ପିଲାଟି ଆଜ୍ଞା ଭଲ ପଢ଼ିଛି, ଚାକିରି ବି ମଧ୍ୟ କରିଛି। କିଛି ଦିନ ଗଲା ପରେ ସେ ବାହାରକୁ ତ ପଳେଇଛି, ତା ବାପାଙ୍କର ଦେହଟି ଅସୁସ୍ଥ ହୋଇଛି। ମାଟି ପୁଅକୁ ଫୋନ କରିଛି, ଧନରେ ବାପାଙ୍କ ଦେହ ଭଲ ନାହିଁ, ତତେ ଆସିବାକୁ ପଡ଼ିବ। କିନ୍ତୁ ପୁଅଟି ତାର ଉତ୍ତରରେ କହିଛି, ମା ମୁଁ ଏବେ ଚାକିରି କରିଛି, ମତେ ତ ଛୁଟି ମିଳିବନି, କିଛି ଦିନ ଗଲେ ଯିବି। କିଛି ସମୟ ଅତିକ୍ରାନ୍ତ ହୁଅନ୍ତେ, କିଛି ଦିନ ଗଡ଼ିଗଲା, ବାପାଙ୍କର ମୃତ୍ୟୁ ହୋଇଛି। ମାଟି ପୁନର୍ବାର ପୁଅକୁ ଫୋନ କରିଛି, ଧନ ତୁ ତ ବାପାଙ୍କର ଅସୁସ୍ଥ ବେଳେ ଆସିପାରିଲୁନି, ଏବେ ବାପା ଚାଲିଗଲେ, ତତେ ଆସିବାକୁ ପଡ଼ିବ। ପୁଅ କହିଛି, ମା ମୋ ଚାକିରିରେ ପ୍ରମୋସନ ମିଳିଯାଇଛି, ମତେ ଜଏନ୍ କରିବାକୁ ପଡ଼ିବ, ତୁମେ ବାପାଙ୍କର ଅନ୍त्यେଷ୍ଟିକ୍ରିୟାଟା ଭଲରେ କର, ଯାହା ଖର୍ଚ୍ଚ ହବ ମୁଁ ଦେବି।
ସେତେବେଳେ ମା କହିଛି ରଖ ତୋ ପଇସା ତୋ ପାଖରେ, ତୋ ଭଳି କୁଳାଙ୍ଗର ପୁଅକୁ ମୁଁ ଜନ୍ମ କରିବା ଠିକ୍। କାରଣ ଯେତେବେଳେ ବାର୍ଦ୍ଧକ୍ୟ ଆସିଯାଏ ଆଜ୍ଞା, ମଣିଷ ମଣିଷକୁ ଖୋଜେ, ସେତେବେଳେ ପଇସା ଖୋଜେନି। ତା ପାଖରେ ତାକୁ ପଇସାଟା ତୁଚ୍ଛ ହେଇଛି। ମା କହିଛି ତତେ କ'ଣ ମୁଁ ଏଇ ଶିକ୍ଷା ଦେଇଥିଲି, ତୋର କ୍ୟାରିୟରଟା ଇମ୍ପୋର୍ଟାଣ୍ଟ, ଆଉ ବାପା ଚାଲିଗଲେ ବି ତୁ ଆସିବୁନି। ମାଟି କହିଛି, ପୁଅଟି କହିଛି ମା ଯଦି ଆଜି ମୁଁ ଯାହା ହେଇଛି ସବୁଥିପାଇଁ ତୁ ରେସ୍ପନ୍ସିବୁଲ। ମା କହିଲା ମାନେ ନା ଯଦି ପଚାରୁଛୁ ତାର କାନ ଖୋଲି ଶୁଣ। ଯେତେବେଳେ ମୁଁ ଛୋଟ ଥିଲି ମୋ ଜେଜେବାପାଙ୍କ ସହିତ ମୁଁ ବହୁତ ଟ୍ୟୁନ୍ ହେଇକି ରହେ, ବହୁତ ଭଲ ପାଏ। ଆଉ ଯେତେବେଳେ ଜେଜେ ଚାଲିଗଲେ ମୁଁ ତାଙ୍କ ପାଖରେ ବସି କାନ୍ଦୁଥିଲି। ତୁ ମତେ ସେଠୁ ହାତ ଧରି ଟାଣି ଆଣିଲୁ ଆଉ କହିଲୁ ବାବା ଯିଏ ତ ଚାଲିବା କଥା ଚାଲିଗଲା, ତୋର ବସିକି ଲାଭ କ'ଣ? ତୁ ତୋର ଭବିଷ୍ୟତଟା ଦେଖ ନା, ତୁ ସ୍କୁଲ ଯା। ଜୋର ସେ ଟାଣି ଆଣି ମତେ ସ୍କୁଲ ଡ୍ରେସଟା ପିନ୍ଧେଇ ଦେଲୁ ଆଉ ଟାଏଟା ଜୋରରେ ମୋର ଭିଡ଼ିକିରି ମତେ ସ୍କୁଲ ଛାଡ଼ିଦେଲୁ। ସେଇ ଦିନଠାରୁ ମୋ ମୁଣ୍ଡରେ ରହିଲା ମୋ ଭବିଷ୍ୟତ ମତେ ହିଁ ଗଢ଼ିବାକୁ ପଡ଼ିବ। ଠିକ୍ ସେମିତି ଆଜି ବାପା ଚାଲିଗଲେ, ମତେ ପ୍ରମୋସନ ହେଇଛି, ମତେ ଚାକିରିରେ ଜଏନ୍ କରିବାକୁ ପଡ଼ିବ ନା, ମୋ ଭବିଷ୍ୟତ ମୋ ହାତରେ। ସେତିକବେଳେ ମା ହାତରୁ ଫୋନଟି ଖସି ପଡ଼ିଛି ଆଜ୍ଞା। ମା ତାର ନିଜ ଭୁଲ ଟିକେ ବୁଝିପାରିଛି। ତେଣୁ ପ୍ରକୃତରେ ଆମେ ଜାଣିପାରୁନା, ଆମ ଅଜଣାତରେ ଆମେ ଏତେ ବଡ଼ ବଡ଼ ଭୁଲ କରିଯାଉଛେ ଯୋଉଟାକି ଆମକୁ ଭବିଷ୍ୟତରେ କୋଉଠି ପକଉଛି ତାର ଇୟତା ନାହିଁ। ଏଇ ସବୁ ଭିତରେ କିନ୍ତୁ ଠାକୁରଙ୍କର ମାତୃ ସମ୍ମିଳନୀ ଅନୁଶାସନ ବାର୍ତ୍ତା ଆମକୁ ଇଚ୍ ଆଣ୍ଡ ଏଭ୍ରି ଷ୍ଟେପ୍ରେ ଧରଉଛି। ଯଦି ପ୍ରକୃତରେ ଠାକୁର ଆମ ଜୀବନରେ ନଥାନ୍ତେ ଆମେ ଏସବୁ ଧରିପାରନ୍ତେନି। ଆହୁରି ଏମିତି କେତେ କେତେ କଥା ଠାକୁର ଆମ ପାଇଁ ଦେଇ ଯାଇଛନ୍ତି, ଖାଲି ଆମକୁ ଟିକେ ମାନିକି ଚାଲିବାକୁ ପଡ଼ିବ। ମୁଁ ଶୁଣୁଛି କେତେ ଗୁରୁମା ଗୁରୁଭାଇ ସବୁ ତାଙ୍କର ଅସୁବିଧା ଆମ ଆଗରେ କୁହନ୍ତି, ତଳେ ଆମେ କଥାରେ କହୁଛୁ ଠାକୁରଙ୍କ ସହ ଯୁକ୍ତ ହୁଅ। ଏ ଯୁକ୍ତ ମାନେ କ'ଣ କହିଲେ? ଆଦରର ସହ ତାଙ୍କ ପଥରେ ଚାଲିବା, ତାଙ୍କର ଇଚ୍ଛାକୁ ହିଁ ପୂରଣ କରିବା, ଆଉ ସେସବୁକୁ ଚରିତ୍ରରେ ତୋଳି ଧରିବା, ତାହେଲେ ଯାଇ ଆମର ମାତୃତ୍ୱ ସିଦ୍ଧି ହବ। କିନ୍ତୁ ଆମେ ଜାଣିପାରୁନା, ଆମେ ଭୁଲ ଭଟକା କରିଯାଉଛେ, ଯୋଉଦ୍ୱାରା କି ଆମେ ପ୍ରତି ମୁହୂର୍ତ୍ତରେ ମରଣକୁ ଆମନ୍ତ୍ରଣ କରୁଛେ। ଆମ ପାଖରେ ସବୁ କିଛି ଅଛି, ଗାଡ଼ି ଘୋଡ଼ା ବିଲ୍ଡିଂ ସବୁ ଅଛି, ମୋବାଇଲ ଯାହା କହୁଛି ତାହା ଅଛି, କିନ୍ତୁ ମାନସିକ ଶାନ୍ତି ଟିକେ ମିଳୁନାହିଁ। ସେଇଥିପାଇଁ ଦୟାକରି ଶ୍ରୀ ଶ୍ରୀ ବଡ଼ମା ଆମର ଏଇ ବିଶୃଙ୍ଖଳିତ ଜୀବନଧାରାକୁ ଶୃଙ୍ଖଳ କରିବା ପାଇଁ, ଅସଜଡ଼ା ସଂସାରକୁ ସଜାଡ଼ି ଦେବା ପାଇଁ ଧରାପୃଷ୍ଠକୁ ଅବତରଣ କରିଛନ୍ତି। ଶ୍ରୀ ଶ୍ରୀ ବଡ଼ମା ହେଉଛନ୍ତି ପରମ ପ୍ରେମ ପୁରୁଷୋତ୍ତମଙ୍କର ଲୀଳା ସଙ୍ଗିନୀ। ତାଙ୍କର ଆଦର୍ଶ ଜୀବନ, ତାଙ୍କର ଶିକ୍ଷା ଓ ଆଚାର ଆମମାନଙ୍କର ଜୀବନ ପାଇଁ ଏକ ଅମୂଲ୍ୟ ସମ୍ପଦ। ଠାକୁର କହିଲେ ଆଉ ନାରୀ ଜୀବନରେ କିଛି ଲାଭ ନାହିଁ, ନାରୀତ୍ୱ ବୋଲି କିଛି ନାହିଁ। ଗୋଟେ ଠାକୁର ଗୋଟେ କଥା କହିଲେ, ବହୁତ ଇମ୍ପୋର୍ଟାଣ୍ଟ କଥା, ନାରୀ ବିନା ସବୁ ଅଚଳ, ତୁମ ବିନା ଚଳେ ନା। ଏଇ କଥାରେ ଗୋଟେ ମନେ ପଡ଼େ, ଥରେ ଗୋଟେ ଦମ୍ପତି ଠାକୁରଙ୍କ ପାଖକୁ ଆସିଛନ୍ତି ଆଶ୍ରମକୁ ବୁଲିବା ପାଇଁ। ସେ ସବୁ ଠାକୁର ମାଙ୍କ ଚଳଣି ବିଷୟରେ ପଢ଼ିଛନ୍ତି କି ଶୁଣିଛନ୍ତି କି ଦେଖିଛନ୍ତି, କ'ଣ ବି ଚିନ୍ତା କରିଛନ୍ତି, ଆସି ଠାକୁରଙ୍କ ପାଖରେ ବସିଛନ୍ତି। ତାଙ୍କ ମନରେ ଗୋଟେ ପ୍ରଶ୍ନ ଆସିଛି, ସେ ମଧ୍ୟ ପଚାରିଛନ୍ତି, ଠାକୁର ଆପଣଙ୍କର ମାଙ୍କ ଭିତରେ କେବେ ଝଗଡ଼ା ଲାଗିନି? ସାଧାରଣତଃ ସ୍ୱାମୀ ସ୍ତ୍ରୀ ଖଟଖଟ ଲାଗେ। ସେ ଯେତେବେଳେ ପଚାରିଛନ୍ତି, ଠାକୁର କହିଛନ୍ତି ନାଇଁ ରେ, ମୁଁ ଭାବେ ଆମର ସିନା ଶରୀର ଦୁଇଟି କିନ୍ତୁ ମନ ହେଉଛି ଏକ। ଆଉ ଥରେ ପରମ ପିତା ଯଦି ନାରୀ ରୂପ ନେଇକି ଧରାପୃଷ୍ଠକୁ ଆସିଥାନ୍ତେ, ସେ ହେଉଛନ୍ତି ବଡ଼ ବୋଉ। ତେଣୁ ଆମେ ଯଦି ପ୍ରକୃତରେ ଶ୍ରୀ ଶ୍ରୀ ବଡ଼ମାଙ୍କ ଚଳନୀକୁ ଟିକେ ଟିକେ ମାନି ଚାଲିବା, ତାହେଲେ ଆମର ସ୍କଳିତ ସଂସାରଟି ସଜାଡ଼ି ହୋଇ ଉଠିବ। ତେଣୁ ଆସନ୍ତୁ ସର୍ବଶେଷରେ ଆମେ ଶ୍ରୀ ଶ୍ରୀ ବଡ଼ମାଙ୍କୁ ଆମ ଜୀବନରେ ଆଦର୍ଶ କରି ଆମର ଚଳନୀକୁ ସଂଶୋଧନ କରିବା ଆଉ ଉଜ୍ଜଳ ସଂସାରକୁ ସଜାଡ଼ି ଦେବା। ବନ୍ଦେ ପୁରୁଷୋତ୍ତମ। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। प्राणर ठाकुर मोर परमाराध्या जगज्जननी श्री श्री बड़मा, परम पूज्य पादुकाचार्य देव श्री श्री बड़दा, आचार्य देव श्री श्री दादांकर आत्मचरण मोर कोटि कोटि प्रणाम। एठारे उपस्थित भक्तिमती मातृमंडली, गुरुभ्राता मंडली एवं छोट छोट पिलामानंकु मोर प्रीतिपूर्ण आनंदित जयगुरु निवेदन करे। ये जो सुंदर परिवेश देखिले बहुत खुशी लगुच। प्रकृत में ये जो आम आगे बसी माँ मैंने धड़ा नाली शाढ़ी पिंधि हाथ में तंकर बलय मथारे सिंदूर केते सुंदर समान देखा जहाँकि
ଠାକୁର ଦିନେ ଚାହିଁଥିଲେ ତାଙ୍କର ଆଜି ସେଇ ସ୍ୱପ୍ନ ଆଜି ସାକାର ହୋଇଛି। ଖୁସି ଲାଗୁଛି ପ୍ରକୃତ ଏଇ ମନଜ୍ଞ ପରିବେଶ ଭିତରେ କେମିତି ଠାକୁରଙ୍କର ଦିବ୍ୟ କଥା ଏଇ ସୁନ୍ଦର ଝିଅ ଏବଂ ମାଟି କହିଯାଉଥିଲେ। ତାଙ୍କର କଥା ମୁଁ ବା କ'ଣ କହିବି, ଯାହାଙ୍କର କଥା କହିବାକୁ ଯାଇ ମାତା ସରସ୍ୱତୀ ଦେବୀ ଯାହାଙ୍କୁ ବାକ୍ସିଦ୍ଧା ବୋଲି କୁହାଯାଏ ତାଙ୍କର କଣ୍ଠରୁଦ୍ଧ ହୋଇଯାଉଥିଲା ଆମେ ତ ଛାର ମଣିଷ। ଖାଲି ଏତିକି ଜାଣେ ତାଙ୍କର ଛତ୍ରଛାୟା ତଳେ ଥିଲେ ମଣିଷର କିଛି ଅସୁବିଧା ହୁଏ ନା। ଅନେକ ଦୁଷ୍କୃତି ହାତରୁ ସେ କିଭଳି ରକ୍ଷା ପାଇଯାଏ ଏଇ ନାମର ଅସୀମ ଶକ୍ତି ବଳରେ। ତେଣୁ ତାଙ୍କର କଥା ଭାଷାରେ ବ୍ୟକ୍ତ କରାଯାଇପାରେ ନା। ଅନୁଭବର କଥା ପବନ ଯେମିତି ଆମେ ଦେଖିପାରୁନା ଆମେ ତାକୁ ଅନୁଭବ କରୁ, ସେଇଭଳି ଠାକୁରଙ୍କର ଏ ବୀଜ ମନ୍ତ୍ରର ଶକ୍ତି ଅନ୍ତର ଭିତରେ କେମିତି କ୍ରିୟା କରି ମଣିଷର ଆମୂଳଚୂଳ ପରିବର୍ତ୍ତନ କରିଦିଏ। କୁହାଯାଏ 84 ଲକ୍ଷ କୋଟି କଳ୍ପ ଜନ୍ମରେ ଆମେ ମଣିଷ ଜନ୍ମ ପାଇଛେ। ମଣିଷ ଜନ୍ମ ହେଉଛି ସବୁଠାରୁ ଦୁର୍ଲଭ ଜନ୍ମ। ଆଉ ତାଠାରୁ ଆହୁରି ଭାଗ୍ୟବାନ ଆମେ ଯିଏକି ଠାକୁରଙ୍କର ଶରଣାପନ୍ନ ହେଇ ତାଙ୍କ ଭାବଧାରାରେ ନିଜକୁ ଆଗେଇ ନେବାରେ ଚେଷ୍ଟିତ ଅଛେ। ଆଉ ସେ ମଧ୍ୟ ଆମର ପ୍ରତିଟି କର୍ମକୁ ତାଙ୍କର ଆମର ହାତ ଧରି ସେ ଆମକୁ ବାଟ କଢ଼େଇ ନେଉଛନ୍ତି। ଠାକୁର କହିଲେ ତୁ ମୋତେ ତୋ ଜୀବନରେ ହ୍ୟାଣ୍ଡେଲ କରିନେ ମୁଁ ତୋର ସବୁ ପରିବର୍ତ୍ତନ କରିଦେବି। ତେଣୁ ଏଠି ଯେ କେହି ବି ବସିଛନ୍ତି ସମସ୍ତଙ୍କ ଜୀବନରେ ଠାକୁର କିଛି ନା କିଛି ପରିବର୍ତ୍ତନ ଆଣିଛନ୍ତି ଏବଂ ସେମାନେ ଉନ୍ନତିର ପଥରେ ଅଗ୍ରସର ହୋଇଛନ୍ତି, ଏହା କେହି ଖଣ୍ଡନ କରିପାରିବ ନାହିଁ। ତେଣୁ ଠାକୁରଙ୍କ କଥା ସେ ଯେ ଆମେ ଯାହା ବି କହୁନା କାହିଁକି ତ ତାଙ୍କୁ କୁହାଯାଏ ବିପାକ ପଟେ ହାତ ଧରି ଯିଏ ଚାଲିବା କାଇଦା ଶିଖାଇ ଦିଏ ତାଙ୍କୁ ହିଁ ଜାଣିଥା ଗୁରୁ ବୋଲି ତାଙ୍କୁ ପାଇଲେ ନାହିଁରେ ଭୟ। ତେଣୁ ଆଜି ଠାକୁର ଆମ ଜୀବନରେ ଆଲୋକ ହେଇକି ଆସିଛନ୍ତି, ଆଲୋକ ବର୍ତ୍ତିକା ସାଜି ଆମ ଜୀବନରେ ଆଲୋକ ଭର୍ତ୍ତି କରିଦେବା ପାଇଁ। ତେଣୁ କୁହାଯାଏ ଠାକୁରଙ୍କର କଥା those who do not know him they are unfortunate, those who know him but do not do for him they are faithless। ତେଣୁ ଠାକୁର ହେଉଛନ୍ତି ପରଶମଣି। ଯେମିତି ପରଶମଣିକୁ ଛୁଇଁଦେଲେ ସବୁ ଜିନିଷ ସୁନା ହେଇଯାଏ, ଠାକୁରଙ୍କୁ ଜୀବନରେ ଧରିଲେ ସେମିତି ଆମ ଜୀବନ ବି ସୁନା ହେଇଯାଏ। ଆମ ଜୀବନରେ ବହୁତ କିଛି ପରିବର୍ତ୍ତନ ହେଇଯାଏ। ଠାକୁର ଆମର ଭାଗ୍ୟ ଖୋଲି ଦିଅନ୍ତି, ଭାଗ୍ୟ ପରିବର୍ତ୍ତନ କରିଦିଅନ୍ତି। ଏହି ପରିପ୍ରେକ୍ଷୀରେ ଗୋଟେ ଘଟଣା, ଶିବ ପାର୍ବତୀ ବସିଛନ୍ତି, ଜଣେ ବୃଦ୍ଧ ଲୋକ ଅସହାୟ ଦୁର୍ବଳ ଜୀର୍ଣ୍ଣ ଶୀର୍ଣ୍ଣ ଭିକ୍ଷାବୃତ୍ତି କରୁଛି, ଚାଲିବାକୁ ତାର ବଳ ନାହିଁ, ଭିକ୍ଷାବୃତ୍ତି କରୁଛି। ମାତା ପାର୍ବତୀ କହୁଛନ୍ତି ପ୍ରଭୁ ଏ ଲୋକଟିରେ ଟିକେ ଭାଗ୍ୟ ବଦଳେଇ ଦେଲେ ହୁଅନ୍ତାନି। ମହାଦେବ କହୁଛନ୍ତି ମୁଁ କ'ଣ ଚାହିଁନି ତାର ଭାଗ୍ୟ ବଦଳେଇ ଦେବାକୁ, ସେ ବା ଚାହିଁନି ନା କେମିତି ଚାହିଁନି ନା ଦେଖିବ ଏବେ ପରୀକ୍ଷା କରିବି। ସେ କ'ଣ କରୁଛନ୍ତି ନା ଗୋଟେ ସୁନାର କଳସ ଦେହରେ ସୁନା ହୀରା ଲୀଳା ମୋତି ମାଣିକ ଭର୍ତ୍ତି କରି ତାର ଯିବା ରାସ୍ତାରେ ସେଇ ବୃଦ୍ଧ ଲୋକଟି ଯିଏ ଭିକ୍ଷାବୃତ୍ତି କରୁଛି ସେ ବୃଦ୍ଧ ଲୋକଟିର ସାମ୍ନାରେ ରଖିଦେଉଛନ୍ତି। ସେ ବୃଦ୍ଧ ଲୋକ ତାପରେ ଭାବୁଛନ୍ତି ଆରେ ମୁଁ ତ ମୋର ଅସହାୟ ଇଏରେ ମୁଁ ଭିକ୍ଷାବୃତ୍ତି କରୁଛି, ମୋର ତ ଆଖି ଅଛି, ମୁଁ ଭିକ୍ଷାବୃତ୍ତି କରୁଛି। ଯେତେବେଳେ ଅନ୍ଧଟିଏ ତାର ଆଖି ନାହିଁ ସେ ପୁଣି କେମିତି ଭିକ୍ଷାବୃତ୍ତି କରୁଥିବ, ଦେଖିବା ତା ଭଳିଆ ମୁଁ ଯାଇକି ଟିକେ ଭିକ୍ଷାବୃତ୍ତି କରେ ଅନ୍ଧ ଭଳି ଚାଲି। ସେଇ ସମୟରେ ସେ କ'ଣ କରୁଛି, ଯେତେବେଳେ ସେ ଅନ୍ଧର ଆକ୍ଟିଂ କରି ସେ ଯେତେବେଳେ ଯାଉଛି ସେଇ ସମୟରେ ତାର ସେଇ ଯେଉଁ ସୁନାର କଳସୀ ଭର୍ତ୍ତି ସେ ଜିନିଷଟା ତା ପାଖରୁ ଦୂରେଇ ଯାଉଛି। ସେଠୁ ମହାଦେବ କହୁଛନ୍ତି ଦେଖିଲେ ତ ମା, ମୁଁ କ'ଣ ଚାହିଁନଥିଲି ତାର ଭାଗ୍ୟ ପରିବର୍ତ୍ତନ କରିଦେବା ପାଇଁ, କିନ୍ତୁ ସେ ଚାହିଁଲାନି। ବାସ୍ତବରେ ଆମେ ଯେ ସେଇ ପରଶମଣିକୁ ଧରିଛେ ଯେ ଆମ ପାଖରେ ସବୁ କିଛି ଭରପୁର କରିଦେଇଛନ୍ତି, ଅଦେୟ ବୋଲି ତାଙ୍କ ପାଖରେ କିଛି ନାହିଁ, କିନ୍ତୁ ଆମର ଦୟାର ପାତ୍ରଟା ଆମେ ଖୋଲି ପାରୁନି। ଆମେ ତାଙ୍କର ଯାହା ଯାହା କହିଛନ୍ତି ତାଙ୍କର ପ୍ରଦର୍ଶିତ ପଥରେ ଯାଇପାରୁନି। ଏଇଟିକେ ଆଗରୁ ଝିଅଟିଏ କହୁଥିଲା ଏବଂ ମା ଜଣେ ଅତି ସୁନ୍ଦର ଭାବରେ କହୁଥିଲେ ନାରୀ ଜୀବନର ସାର୍ଥକତା ଏବଂ ସୁସନ୍ତାନ ଗଠନରେ ଗୋଟେ ମାର ଭୂମିକା। ନାରୀ ଜୀବନର ସାର୍ଥକତା
ସେତେବେଳେ ଆସିଥାଏ ଗୋଟେ ସୁସନ୍ତାନର ଜନନୀ ଭାବରେ। ନାରୀ ଆଉ ପୁରୁଷ ଏ ଦୁହିଁଙ୍କୁ ନେଇ ସମାଜ ଗଠନ ହୋଇଥାଏ। ସମାଜର ଏଇ ଦୁଇ ଜଣ ହେଉଛନ୍ତି ଅବିଚ୍ଛେଦ୍ୟ ଅଙ୍ଗ। କେହି କାହାକୁ ବାଦ ଦେଇ ସମାଜର ପରିକଳ୍ପନା କରାଯାଇପାରେ ନା। କିନ୍ତୁ ନାରୀ ନାରୀ ବୈଶିଷ୍ଟ୍ୟରେ ମହାନ, ପୁରୁଷ ପୁରୁଷ ବୈଶିଷ୍ଟ୍ୟରେ ମହାନ। କିନ୍ତୁ ଗୋଟେ ସମାଜ ଗଠନରେ ନାରୀର ଦାୟିତ୍ୱ କୋଉଠି ଅଛି 90%। କାରଣ ନାରୀଟା ସମାଜକୁ ସୃଷ୍ଟି କରେ, ନାରୀ ଠାରୁ ସୃଷ୍ଟି ହୁଏ। ଠାକୁର କହୁଛନ୍ତି ନାରୀ ଠାରୁ ଜନ୍ମେ, ଆଉ ଏମିତି କରି ସେ ଜାତିର ବି ଜନନୀ। ସ୍ଖଳିତ ନାରୀ ଚରିତ୍ରରୁ ବ୍ୟର୍ଥ ଜାତି ହିଁ ଜନ୍ମ ଲାଭ କରିଥାଏ। ବୁଝି ଦେଖ ନାରୀର ଶୁଦ୍ଧତାର ପ୍ରୟୋଜନୀୟତା କ'ଣ। ତେଣୁ ଏଇ ମାର ଗର୍ଭରେ ଯେତେବେଳେ ସୁସନ୍ତାନର ଆଶା କରାଯାଉଛି, ସୁସନ୍ତାନ ଆସିବେ କେମିତି ନା ସେଇଭଳି ଗୋଟେ ମା ଦରକାର। ଠାକୁର ବସିଛନ୍ତି ଦୂର ଦିଗ୍ବଳୟକୁ ଚାହିଁ, ଭକ୍ତ ବେଷ୍ଟନ ମଣ୍ଡଳୀରେ ବସିଛନ୍ତି। ସମସ୍ତ ଭକ୍ତ ଠାକୁରଙ୍କୁ ଦେଖି ଅବାକ୍। କିଛି ସମୟ ହେଲା ଠାକୁର କାହିଁକି ଏମିତି ବିଷର୍ଣ୍ଣ ବଦନ ଏବଂ ଗମ୍ଭୀର ଭାବରେ କାହିଁ ସେ ଦୂର ଦିଗ୍ବଳୟକୁ ଚାହିଁ ବସିଛନ୍ତି। ସମସ୍ତେ ଭକ୍ତମାନେ ଚାହିଁଲେ ମଧ୍ୟ ତାଙ୍କୁ ପଚାରି ପାରୁନାହାନ୍ତି, କାହାର ସାହସ ପାଉନି ଠାକୁରଙ୍କୁ ଏ ବିଷୟରେ ପ୍ରଶ୍ନ କରିବାକୁ। ସେହି ସମୟରେ କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଆସୁଛନ୍ତି। ଠାକୁରଙ୍କୁ ଦେଖି ସମସ୍ତେ କହୁଛନ୍ତି, ଠାକୁରଙ୍କୁ ଦେଖି ସେ ବି ହତବାକ୍ ହେଇ ପଡୁଛନ୍ତି, ଠାକୁର କ'ଣ ଦେଖୁଛନ୍ତି। ସେଠି ଭକ୍ତମାନେ କହୁଛନ୍ତି ଠାକୁରଙ୍କ ଏ ଅବସ୍ଥା କେତେ ସମୟ ହେଲା ହେଲାଣି, କିନ୍ତୁ ଆମର ସାହସ ହଉନି ଠାକୁର କ'ଣ ଦେଖୁଛନ୍ତି ପଚାରିବାକୁ। ତାପରେ କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ କ'ଣ କରୁଛନ୍ତି ନା ଠାକୁରଙ୍କ ପାଦ ତଳେ ବିନମ୍ର ହେଇ ହାତ ଯୋଡ଼ି ପ୍ରାର୍ଥନା ଜଣାଉଛନ୍ତି, ଠାକୁର ଆପଣ କ'ଣ ଦେଖୁଛନ୍ତି, ଆପଣଙ୍କର ମୁହଁ ଆଜି କାହିଁ ବିରସ ହେଇଯାଇଛି। ଠାକୁର କହୁଛନ୍ତି କେଷ୍ଟଦା ତୁମେ ଦେଖିବ ମୁଁ କ'ଣ ଦେଖୁଛି। ଆଜ୍ଞା ହଁ ମୁଁ ଦେଖିବାକୁ ଚାହୁଁଛି। ଠାକୁର କହୁଛନ୍ତି ତୁମେ ମୋତେ ସ୍ପର୍ଶ କର। ଯେତେବେଳେ ସେ ତାଙ୍କୁ ସ୍ପର୍ଶ କରୁଛନ୍ତି, କେଷ୍ଟଦା ଯେତେବେଳେ ତାଙ୍କୁ ସ୍ପର୍ଶ କରୁଛନ୍ତି, ଗୋଟେ ବିଜୁଳିର ଝଟକା ପାଇ ସେ ଛିଟକି ପଡୁଛନ୍ତି କାହିଁ କେତେ ଦୂରକୁ। ତାପରେ ମୁମୂର୍ଷ ପ୍ରାୟ ଅବସ୍ଥା। କିଛି ସମୟ ପରେ ଯେତେବେଳେ ତାଙ୍କର ହୋସ ଆସୁଛି, ସେ ଦୌଡ଼ି ଯାଇ ଠାକୁରଙ୍କ ପାଖରେ ବିନମ୍ର ହେଇ ପ୍ରାର୍ଥନା କରୁଛନ୍ତି, ଠାକୁର ଇଏ କ'ଣ ମୁଁ ଦେଖୁଛି। ଠାକୁର କହିଲେ କ'ଣ ଦେଖୁଛ ନା ମୁଁ ଦେଖୁଛି ଏଇ ଯୋଉ ଦେବ ଆତ୍ମା, ଏଇ ଯୋଉ ଶୁଦ୍ଧପୁତ୍ମ ଆତ୍ମା ମାନେ ଆପଣଙ୍କ ପାଖରେ ହାତ ଯୋଡ଼ି ଲାଇନ ହେଇକି କେମିତି ବିନମ୍ର ପ୍ରାର୍ଥନା ଜଣାଉଛନ୍ତି। ଠାକୁର କହିଲେ ତାଇ ତ ଏଇ ଯୋଉ ଶୁଦ୍ଧପୁତ ଆତ୍ମା ମାନଙ୍କର ଆବିର୍ଭାବ ପାଇଁ ସେମାନେ ମୋ ପାଖରେ ଆସିକି ପ୍ରାର୍ଥନା ଜଣାଉଛନ୍ତି। ସେମାନେ ଅପେକ୍ଷାରତ ଏ ସଂସାରରେ ଅବତୀର୍ଣ୍ଣ ହେବାକୁ, କିନ୍ତୁ ମୁଁ ସେହିଭଳି ଗୋଟେ ମାର ଗର୍ଭ ପାଉନି ଯେ ମୁଁ ଏମାନଙ୍କୁ ସ୍ଥାନ ଦେବି। ଯେମିତି ଗୋଟେ ଏରୋପ୍ଲେନ ଲ୍ୟାଣ୍ଡ କରିବାକୁ ହେଲେ ତାକୁ ସେଇଭଳି ଗୋଟେ ଜାଗା ଦରକାର। ଏଇଠି ସହିତ ସେ ଲ୍ୟାଣ୍ଡ କରିବନି, ତା ପାଇଁ ସେଇଭଳି ଗୋଟେ ପ୍ରଶସ୍ତ ଲ୍ୟାଣ୍ଡର ପ୍ରୟୋଜନ ପଡ଼ିଥାଏ। ସେଇଭଳି ଗୋଟେ ସୁସନ୍ତାନ ଆସିବା ପାଇଁ ଗୋଟେ ମାର ଗର୍ଭ କେତେ ପବିତ୍ର, କେତେ ଶୁଦ୍ଧ ହୋଇଥିବା ଦରକାର। ଠାକୁର କହିଲେ ମା ହେବା କି ସହଜ କଥା, ପ୍ରସବ କଲେ ହୁଏ ନା ମାତା। ତେଣୁ ଏ ଯୋଉ ମାର ଚଳଣିଟା ବା ଗୋଟେ ନାରୀର ଚଳଣିଟା 5ଟି ମହାଜୀବନ ଦେଇ ଗତି କରିଥାଏ। କୁମାରୀ ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ, ସାମାଜିକ ତଥା ରାଷ୍ଟ୍ରୀୟ ଜୀବନ। ତାର ସବୁଠାରୁ ଭାଇଟାଲ ଦିଗଟି ହେଉଛି କୋଉଟା ନା କୁମାରୀ ଜୀବନ। ଯେମିତି ଗୋଟେ ଘରର ଫାଉଣ୍ଡେସନ ଯଦି ଷ୍ଟ୍ରଙ୍ଗ ଅଛି, ତାପରେ ଆମେ 5 ତାଲା ବିଲ୍ଡିଂ କରିଦେଇ ପାରିବା। ସେଇଭଳି ଯଦି ଗୋଟେ ଝିଅର କୁମାରୀ ଜୀବନର ଚଳନ ସଂସ୍କାର ଯଦି ଶୁଦ୍ଧପୁତ ଥାଏ, ତାହେଲେ ତା ପାଖରେ ଗୋଟେ ଶୁଦ୍ଧପୁତ ଆତ୍ମାର ଆବିର୍ଭାବ ଘଟିବାର ଆଶଙ୍କା ଜନ୍ମେ। ତେଣୁ এই যে কুমারী জীবন কথা কহিলি, কুমারী জীবন অর্থাৎ 12 ବର୍ଷ ବୟସରୁ ଆରମ୍ଭ ହୋଇଯାଏ। ଯୋଉଟାକି କହନ୍ତି 12 ବର୍ଷ ଅର୍ଥାৎ ଯୋଉ 13 to 19, 12 ବର୍ଷ ପରେ 13 to 19, ଏଇ 13 to 19 ଟିନ୍ ଏଜରେ ପିଲାମାନଙ୍କର ମନଟା ଚଳଚଞ୍ଚଳ ଥାଏ, ବିକ୍ଷିପ୍ତ ହେଇଯାଏ ତାଙ୍କ ମନଟା। ସେମାନେ ନିଜ ମନକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। সেই ସମୟରେ ତାଙ୍କ ଭିତରେ ଗୋଟେ ହରମୋନାଲ ଚେଞ୍ଜେସ୍ ଆସେ, ଯାହାକି ସେମାନେ ଚଳଚଞ୍ଚଳ ହୋଇଯାଇଥାନ୍ତି। ସେଥିପାଇଁ ଏଇ ବିକ୍ଷିପ୍ତ ଚଳଣି ବା ଆଦର୍ଶ କୈନ୍ଦ୍ରିକ ବିକ୍ଷିପ୍ତ
उपयुक्त चलन को सुधार आदर्शकर प्रयोजन पड़े। जो जीवंत आदर्श भी शिखई दे जाती जीवन भितर किपरि चलन चलवा हुए गोटे झीर चलन चरित्र किभली हेबा दरकार पिता प्रति अनुरक्ति तार रहिबा दरकार। जेतेबेले से बयस रे उपनीत हुए टीनेज रे गोटे झीर पुरुष प्रति आकर्षण गोटे पुरुषर झील प्रति आकर्षण एटा स्वाभाविक लव ऑफ नेचर सेटा हुए किंतु एई प्रवृत्ति मुखी झुंक रे चलन रे झीलटे जे केते भूल करिवो से तार यत्ता करा जाय पारे ना। जेमती गोटे गोलाप कढ़ीते पूर्ण विकसित होगा पूर्व जदि ता भितर कीट विघ्न हुए ताहा पूर्ण गोलाप रे विकसित होई पारे ना। सेही भली जदि नारी जीवन नारी चल कुमारी जीवन तार छन्न छड़ा हुए चलन चरित्र छड़ा हुए ताले से गोटे भल माँ हो पारे ना। तेणु से जो कुमारी जीवन चलन संस्कृति केमती ठाकुर दे गले इष्टभूति करवा जर्जन करवा दुई बड़ी प्रार्थना करवा गुरु गुरुजन को प्रणाम करवा एवं झीटे तार बापा प्रति अनुरक्त हो चलवा बापा एवं भाई प्रति तार कर्तव्यटा को ठीक भाव में परिचालन करवा। यही अभ्यस्त संस्कार यही अभ्यस्त चलन ही तार परवर्ती जीवन को व्याप्त होता है। तापर जितेबाला से विवाह तार बयस आसे विवाह होता है कारण ठाकुर कहे ये ना तो से नहीं जदि से तार कुमारी जीवन अभ्यास संस्कार को निज चरित्र चरित्रायित करें तो विवाह जीवन में से आसुटी झंटी पड़े ना। तेणु से जदि तार कुमारी जीवन में लक्ष्मी आचरण करी सीतांक भाई आचरण करी तेणु तुम्हें जदि ठाकुर कहले तुम्हें जो मंगल चाह ताहा तुमको आचरण भीतर दे फुटे तोड़ा पड़ो। तुम्हें जदि लक्ष्मी हो तुमको नारायण मिलने को बाध्य तुम्हें जदि सीता हुआ तुमको रामचंद्र भाई पुरुष मिलने को बाध्य एटा प्रकृतिर नियम। तेणु ये जो विवाह कथा कह जाए ठाकुर कहले नारीर शिक्षाटा किभली भाव में शुद्धबुद्ध हवा दरकार शिक्षा तार दीक्षा एवं विवाहटा ठाकुर कहले सुप्रजनन आर उद्वर्धन ये तो बीए मोर जेमन तेमन बीए करिस ना कि भूल। तेणु विवाहटा से गोटे उपयुक्त बरपात्र सबको दि जाए विद्या वंश वर्ण गोत्र सबुथिरे उपयुक्त जी सबुथिरे श्रेष्ठ जी गोटे नारीटा ताको वर्ण करे। ये जो नारीर चलन चरित्र तार ये जो अभ्यास संस्कार से तार परिवार भितर शाशु शशुर नणंद दियर समस्त भितर बांटी थाए। ठाकुर जगत गोटे नवविवाहित झीटी सी आसुची तार बाप घर को बुलवाई ताको समस्ते बेड़िकी बसी जाउछंती कहले आउ कौन तो शाशुर कथा टिके कहूनु आउ तो शाशु शशुर केमती तो नणंद दियर केमती आ तो स्वामी केमती टिके कहूनु से कहिछि मो शाशु ना मते माँ भाई बहुत स्नेह करती मु गाधे के आसवा पूर्व से मो पे खाଇବା भी रेडी कर दियंती मो ससुर मोर सब भल मंद कथा बुझंती बापा भाई से भी मते स्नेह करती आ मोर दियर जानिछो दियर कौन करती मोर प्रत्येक कथा बुझंती मोर केतेबेले कौन प्रयोजन से भी बुझी मोर मन लागी सब जिनिस पूरण करती। आ नणंद कथा कौन कहबी से तो मोर कानी भी छाड़े ना सब बेले मो पाखे पाखे समस्त कहते आ समस्त कथा तो कहलु तो स्वामी कथा टिके कहूनु ना तांको कथा कौन कहबी तांको कथा कहू कहू तार आखिरे लोतक भरी जाउछि कांदी पकाउछि ना से मते समस्त को अधिका भल पाती तांको बिना मो बिना तांकर जेमती चले ना तांको पाखर मते टिके भी से कोठी अलगा करबा को चाहंती। तेणु यही हूँ स्वामी स्त्री भल पाइबा जोटा कि तार कुमारी जीवन चलन चरित्र ही तार छाप पकई थाए तार वैवाहिक जीवन में। तेणु सेठी गोटे सुसंतान कारण स्वामीर मनटा स्त्रीर मन हुए स्वामीर मतटा स्त्रीर मत हुए सेठी गोटे सुसंतान परिकल्पना करा जाय पारे। तेणु ठाकुर कहले शिक्षा जे केवल पुस्तकगत पुस्तक भितर सीमित नुहे जो शिक्षा मनीष को उद्वर्धनशील न कला वास्तव शिक्षा जीवन चलनी को परिवर्तन न कला से शिक्षार किसी मूल्य नहीं। झीटी कहूला आधुनिकतार आज प्रगति पथरे नारी बहुत आगुआ
बहुत डिग्री डिप्लोमा कहार कमी ना समस्त डिग्री डिप्लोमा अधिक अच्छा ये पुरुष प्राधान्य समाज रे नारी पुरुष को पछे आज सबुथ बाजीमात किंतु आपण देखु कहीं वास्तव जीवन सफल हो पारे IAS ऑफिसर होते स्वामी स्त्री किंतु परिवार भितर डिवोर्स मतांतर मनांतर ये अनेक कथा तेणु ठाकुर कहले लेखा पढ़ार दक्ष हेले शिक्षा ताकू कहेना अभ्यास व्यवहार सहज ज्ञान नहेले शिक्षा हुएना तेणु नारीर शिक्षा हे भक्तिमूलक सेवामूलक ये सेवा भक्ति भितर दे से समस्त भितर समस्त को तृप्त करे समस्त को संतुष्ट करे ता भितर जाइए सुसंतान आशा करा जाई पारे। यही भारत वर्ष रे अनेक जगजन्मा वीर पुरुष मान जन्म ग्रहण करते भारत माँ भारत माटी माँ कोल गांधी गोपबंधु भगत सिंह लक्ष्मण नायक केते वीर संतान मान आविर्भाव घटी यही वीर प्रस्तुत जो कह जाए वीर भोग्या वसुंधरा बोली यही भारत माटी माँ आज गर्वित होती बलिदान आत्मत्याग से जन्म देती आमर नारी मैंने आमरी देशर यही भारत आर्य भारत भूमि रे जहाँ को देवभूमि आर्य भारत भूमि बोली कह जाए तेणु जो छत्रपति शिवाजी जीजा भाई छोट बेलू भितर से साहसिकता एवं देश प्रेम बीजरोपण करते छोट बेलू जी कि गोटे मराठा साम्राज्य प्रतिष्ठा करते पुतुली बाई धार्मिकता निष्ठा कथा भी देखा जाऊ जे कि महात्मा गांधी भली गोटे सुपुत्र को जन्म देते जे कि आम देश स्वाधीन पथर अग्रणी भूमिका नहीं भगत सिंह जितेबाला देश काम कर फांसी आदेश दि जाए शेष इच्छा कौन पचरा कहते माँ जो देखा माँ को कांदुंट कहले माँ तू के कांदबनी तो आखिरे के लुह मुझे देखी पारे ना कारण कहीं भी कहबेनी जे ये जो माँ संतान जड़े दुर्बल माँ संतान बोली आज तो पुओ कौन जीवन जीवन दौची आज देश माटी माँ गोटे माँ ये पुअर जड़े माँ के दुर्बल हो पारे ना तेणु चिंता करंतु यही भारत भूमि ये वीर संतान मैंने आविर्भूत होते सुभाष चंद्र बोस कथा कहतु जे कि जानकीनाथ बोस एवं प्रभावती देवी कोलमंडन करी सुपुत्र रूपे ओडिशा माटी जन्म ग्रहण करते बापा माँ भी थे दीक्षित जितेबाला सी ICS परीक्षा टपर होती ठाकुर कहते सुशील दा आ देशभक्त भी देशभक्त देशपाई सेवा से भी अमलिन वर्णना करा जाई पारना ठाकुर कहते सुशील दा टिके देखि आस तो से माँ केमिति जे कि जड़े सुपुत्र को जन्म देइछंती सुशील दा जाउछंती घरे 2 मास रहउछंती पचारुछंती माँ आपणकर जे पुअर सफलता पछर कारण कौन सेठी माँ कहउछंती मु ए घर स्वामी पुत्र परिवार समस्त कथा बुझु बुझु मते समय मिले ना मुझे मंदिर मठ जाए सेवा भीतर देखी मो समय कटि जाए से माँ मैंने ज्ञानी नथिले किंतु एभली शिक्षा संस्कार चलनी भितर समस्त को उद्बुद्ध करते जहाँकि से वीर संतान मानकर आविर्भाव होता तेणु एवरी सक्सेसफुल मैन देयर इज ए वो मैन तेणु माँ केवल नारी नुहंती से होती परिवार हृदय संतान प्रथम शिक्षक एवं सुस्थ समाज निर्माणकारी माँ जेभली संतान को जीवन दियंती तांकर संस्कार आचरण मूल्यबद्ध संस्कार को चरित्र संतान चरित्र को गढ़ी थाए मार आचरण ही संतान भविष्य निर्धारण करें संतानटे जहाँ शुणे ताठू बेसी जहाँ देखे से अनुसरण करे माँ जदि स्नेह तपस्या श्रृंखला क्षमा दया परोपकार सेवा यहीपरि मानविकतार उदाहरण हुअन्ति शिशु भितर से गुणा गुड़िक स्वाभाविक भाव में फुटी उठे माँ जदि अतिथि मान स्वागत करती संतान अतिथि सत्कार करने शिखे माँ जदि
परिवार भितर वृद्ध वृद्धा मानकर जत्न नियंती पिला मध्य सेमानंकर जत्न करबा शिखे। माँ जदि दुखी दरिद्र मानकु साहाय्य करती संतानटी मध्य से परोपकार सेवा मनोभाव अभिवृद्धि घटी थाए। तेणु उपदेश ठारू उदाहरण होची अधिक गुरुत्वपूर्ण। तेणु आम मानकर आचरण माँ मानकर आचरण ही पिलार भविष्य को गढ़ी थाए। माटी बापा माँ दुई जन बसिकी प्रार्थना कले पिला ताहा देखिला बापा माँ गुरु गुरुजन को प्रणाम कले से देखिला एवं से भक्ति कला गुरु गुरुजन को भक्ति करने शिखिला। तेणु कहुए आमर गोटे कथार अच्छी जेमिति माटी सेमिति मूर्ति। तेणु जे माटे आउ माँ तर अनेक तार कथा जमती गोटे कहुए माँ गोटे सन्तान भितर गोटे छोट प्रशंसा गोटे माँ गोटे पिला भितर आत्मविश्वास भाव को बढ़ाई दिए। केमिति ना पिलाटा जदि कौन सी कारण किसी तार खराब हो जाउची बा कौन कोथे टिके तार कमी रही जाउची माँ ताकू सांत्वना देबे तुमे पारिबो आउ थरे करिबो चेष्टा कर मु तुम सहित अछि। ए जो सकारात्मकता भावटा पिला भितर मध्ये माँ जन्माई दे पारे। तेणु पिला मानकू पॉजिटिव सिचुएशन भितर हमको नबा को पड़िबो। पिला मानकू पिलाटा केते नंबर रखला जते गुरुत्वपूर्ण हुए जते गुरुत्वपूर्ण हुए से केते भल मनिष होई पारछि सेटा गुरुत्वपूर्ण। तेणु माँ गढ़े संतान संतान गढ़े समाज। तेणु बहुत कथा समय तो समय देलाणी संकेत। तेणु बहुत किसी गले तेणु आज मुझे मो जीवन में जहाँ पाई तेणु आम पिला भितर कौन करवा इनसिस्ट करवा इन्स्पायर करवा जमती से आजिकल जो समाज में पिला माने चापग्रस्त होगी सुइसाइड भली से टेंडेन्सी ग्रो करुच्ची। तेणु से जिन को आम प्रश्रय देवानी। तेणु आखि बुझिकी आप कौन कथा चिंता करेंगे ठाकुर कोल जब कौन पिला रही जाए से बापा माँ कौन चिंता ही रहे ना। मुझे जड़े माँ 2 दिन है मो पुआ से काम करी सका आस मो पुआ काम कर मो बापा मत फोन कर कहते स्कूल अरे माँ तो पुआ कौन एत घर को आसनी कहली बापा व्यस्त हमारे किसी ना मो पुआ जो जाए सुरक्षित आउ से जो आत्मस्पर्श से पाई कौटी मिलबनी मुझे चिंता करें प्रकृत में ठाकुर होते तेणु से अंतर्जामी जे हृदय ग्राही जे तांकु थरे हृदय दियंतु हृदय देले तेबे हटि जीवा हेबा नाही निर्भर कर केबे भय पाइबा नाही। शेषरे सेई परम पुरुषकर सेई बाणी सद्गुरुकर शरणापन्न हुआ सत्मंत्र मनन कर आउ सत्संगर आश्रय ग्रहण कर मु निश्चय करी कहूची तुमर उन्नयन पाई आ तुमको भाबिबा हेबा नाही। जय। आज ब्लॉग तो देखिले मातृ सम्मेलन में माँ मानकर बहुत सुंदर राजन आपन केमती कन लगे निश्चय कमेंट कर जन देखा हो गोटे नव ब्लॉग रोचे आप देवराज। नमस्कार। जय जगन्नाथ। जय गुरु।